ପୁଣି ଭତ୍ତା ବଢ଼ାଇଲେ ମୋହନ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। କିନ୍ତୁ ଏହି ଭତ୍ତା ସମସ୍ତଙ୍କ ପାଇଁ ନୁହେଁ, କେତେକ ହିତାଧିକାରୀମାନଙ୍କ ପାଇଁ। ତ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। କେଉଁ ହିତାଧିକାରୀମାନଙ୍କୁ ଏହି ଜାନୁଆରୀ ମାସରୁ ଭତ୍ତା ମିଳିବ ଏବଂ କେତେ ଟଙ୍କା ମିଳିବ, ସମସ୍ତ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ କହିଛି। କିନ୍ତୁ ବିଜେପି ସରକାର କହିଥିଲେ ଯେ ଇଲେକ୍ସନ୍ ପୂର୍ବରୁ ସମସ୍ତଙ୍କୁ ଭତ୍ତା ଦିଆଯିବ। ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ 3,000 ବା 3,500 ଟଙ୍କା ଦିଆଯିବ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସରକାରଙ୍କୁ ଏତିକି ଅନୁରୋଧ କରୁଛି କି ବିଜେପି ସରକାର ଇଲେକ୍ସନ୍ ପୂର୍ବରୁ ଯାହା ଘୋଷଣା କରାଯାଇଥିଲା ତାହା କାର୍ଯ୍ୟକାରୀ ହେଉ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଇଲେକ୍ସନ୍ ପୂର୍ବରୁ ଯେତିକି ଟଙ୍କା ଘୋଷଣା କରାଯାଇଥିଲା ସେତିକି ଟଙ୍କା ସମସ୍ତଙ୍କୁ ଦିଆଯାଉ। ଏହି ଭିଡ଼ିଓଟି ସମସ୍ତେ ଦେଖୁଛନ୍ତି, ତ ଯେଉଁମାନେ ବି ଦେଖୁଛନ୍ତି ଆପଣମାନଙ୍କ ମତାମତ କ'ଣ ଅଛି କମେଣ୍ଟ ସାହାଯ୍ୟରେ ନିଶ୍ଚୟ ଲେଖନ୍ତୁ। ତ ଆସନ୍ତୁ ଜାଣିବା ଏହି ଭତ୍ତାଟି କେଉଁମାନେ ପାଇବେ ଏବଂ କେତେ ଟଙ୍କା ପାଇବେ, ସବୁକିଛି ଡିଟେଲ୍ସ ଜାଣିବା। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ଦିସ୍ ଇଜ୍ ଗଙ୍ଗାଧର ଅଫିସିଆଲ୍ 867। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 5:02 PM ପ୍ରକାଶ ପାଇଛି ନ୍ୟୁଜ୍ 18 ଓଡ଼ିଶାରେ। ତ ଏହା କୌଣସି ଫେକ୍ ନୁହେଁ। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସବୁକିଛି ଜାଣିପାରିବେ। ମୋ ଚ୍ୟାନେଲ୍ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ତ ଆସନ୍ତୁ ଜାଣିବା ଆଜିର ଖବର କ'ଣ ରହିଛି। ପୁଣି ବଢ଼ିଲା ଭତ୍ତା। ପୁଣି ଭତ୍ତା ବଢ଼ାଇଲେ ମୋହନ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। କେବଳ ଭତ୍ତା ନୁହେଁ, ବରଂ ମେଡ଼ିକାଲ ଖର୍ଚ୍ଚ ବି ବହନ କରିବେ ସରକାର। ଦେଖନ୍ତୁ ଆଜ୍ଞା, ପୁଣି ଭତ୍ତା ବଢ଼ାଇଲେ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। କେବଳ ଭତ୍ତା ନୁହେଁ, ବରଂ ମେଡ଼ିକାଲ ଖର୍ଚ୍ଚ ଯେତିକି ହେବ ସେତିକି ସରକାର ବହନ କରିବେ ବୋଲି କହିଛନ୍ତି। ତାପରେ ପୂର୍ବରୁ ଭତ୍ତା ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏବେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଖନ୍ତୁ ଆଜ୍ଞା, ପୂର୍ବରୁ ସରକାର କହିଥିଲେ ଯେ ଭତ୍ତା ବଢ଼ାଇବା ନେଇ ଏବଂ ପୂର୍ବରୁ ଭତ୍ତା ବୃଦ୍ଧି କରିବା ନେଇ ଘୋଷଣା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଭତ୍ତା ସରକାର ବଢ଼ାଇ ନାହାନ୍ତି। ଇଲେକ୍ସନ୍ ପୂର୍ବରୁ ଯେଉଁ କଥା ସରକାର କହିଥିଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେଣୁ ସରକାରଙ୍କୁ ଏତିକି ଅନୁରୋଧ କରୁଛି କି ଯେ ସମସ୍ତଙ୍କ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ମିଳୁ। ତାପରେ ଏହା ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତ କେଉଁମାନଙ୍କର ସରକାର ଏହି ଭତ୍ତା ବଢ଼ାଇଛନ୍ତି, ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ ଜାଣିବା। ଯାହାକି 2025 ଜାନୁଆରୀ 1ରୁ ହିଁ ଲାଗୁ କରାଯିବ। ଦେଖନ୍ତୁ ଆଜ୍ଞା, ଏହି ଭତ୍ତାଟି କେଉଁମାନଙ୍କ ପାଇଁ ସରକାର ଲାଗୁ କରିଛନ୍ତି, ଆପଣ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ। ତ ଏହି ଭତ୍ତାଟି 2025 ଜାନୁଆରୀ 1ରୁ ହିଁ ଲାଗୁ କରାଯିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀକାଳୀନ ପରିସ୍ଥିତିରେ ମିସା, ଡିଆଇଆର୍ ଏବଂ ଡିଆଇଏସ୍ଆଇଆର୍ ଆଇନରେ ବିଭିନ୍ନ ଜେଲରେ ବନ୍ଦୀ ଥିବା ସଂଗ୍ରାମୀମାନଙ୍କୁ ମାସକୁ 20,000 ଟଙ୍କାର ପେନ୍ସନ୍ ମିଳିବ। ଦେଖନ୍ତୁ ଆଜ୍ଞା, କେଉଁମାନଙ୍କର ଭତ୍ତା ବଢ଼ିବ ନା ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀକାଳୀନ ପରିସ୍ଥିତିରେ ମିସା, ଡିଆଇଆର୍ ଏବଂ ଡିଆଇଏସ୍ଆଇଆର୍ ଆଇନରେ ବିଭିନ୍ନ ଜେଲରେ ବନ୍ଦୀ ଥିବା, ଦେଖନ୍ତୁ ଆଜ୍ଞା, କେତେକ ଜେଲରେ ବନ୍ଦୀ ଥିବା ସଂଗ୍ରାମୀମାନଙ୍କୁ ମାସକୁ 20,000 ଟଙ୍କାର ପେନ୍ସନ୍ ମିଳିବ। ତାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ।
ଆଜି ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଖନ୍ତୁ ଆଜ୍ଞା, ପୂର୍ବରୁ ମୋହନ ଚରଣ ମାଝୀ ଏ ବିଷୟରେ ଘୋଷଣା କରିଥିଲେ ଏବଂ ଆଜି ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବା କ୍ଲିଅର ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତାପରେ ପେନସନ୍ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡ଼ିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। 1 ଜାନୁଆରୀ 2025 ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ୍ ଓ ଚିକିତ୍ସା ସୁବିଧା ମଧ୍ୟ ପାଇବେ। ଦେଖନ୍ତୁ ଆଜ୍ଞା, ପେନସନ୍ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡ଼ିକାଲ ଖର୍ଚ୍ଚ ବା ସେମାନଙ୍କର ଯେତିକି ବି ମେଡ଼ିକାଲ ଖର୍ଚ୍ଚ ହେବ ସରକାର ବହନ କରିବେ ଏବଂ ଜାନୁଆରୀ 1ରୁ 2025 ସୁଦ୍ଧା ଜୀବିତ ଥିବା ଯେଉଁମାନେ ଏବେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସବୁ ସଂଗ୍ରାମୀ ଏହି ପେନସନ୍ ଓ ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ। ଦେଖନ୍ତୁ ଆଜ୍ଞା, ସବୁ ଜାନୁଆରୀ 1ରୁ ଜୀବିତ ଯେଉଁମାନେ ଅଛନ୍ତି ସବୁ ସଂଗ୍ରାମୀ ଏହି ପେନସନ୍ ଓ ଚିକିତ୍ସାର ବା ସମସ୍ତ ଚିକିତ୍ସା ସୁବିଧା ପାଇପାରିବେ। ତାପରେ ସୂଚନାଯୋଗ୍ୟ ଯେ 1975 ମସିହା ଜୁନ୍ 25ରୁ 1977 ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ। ଦେଖନ୍ତୁ ଆଜ୍ଞା, ସୂଚନାଯୋଗ୍ୟ ଯେ 1975 ମସିହା ଜୁନ୍ 25ରୁ 1977 ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ। ତାପରେ ମିଶା ଆଇନରେ ବନ୍ଦୀମାନଙ୍କୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀ ଭାବରେ ମାସକୁ 20,000 ଟଙ୍କା ଭତ୍ତା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦେଖନ୍ତୁ, ମିଶା ଆଇନରେ ବନ୍ଦୀମାନଙ୍କୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀ ଭାବରେ ମାସକୁ 20,000 ଟଙ୍କା ଭତ୍ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦେଖନ୍ତୁ ଆଜ୍ଞା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ 20,000 ଟଙ୍କା ଭତ୍ତା ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ତାପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଆଉ ଆଜିଠାରୁ କାର୍ଯ୍ୟକାରୀ ହେଲା। 1975 ମସିହାରେ ବେଆଇନ ଭାବରେ ଅନେକ ଲୋକଙ୍କୁ ବନ୍ଦୀ କରି ରଖାଯାଇଥିଲା। ସେମାନେ ଏବେ ବହୁତ କଷ୍ଟରେ ଅଛନ୍ତି। ଦେଖନ୍ତୁ ଆଜ୍ଞା, ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ କ'ଣ କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଆଉ ଆଜିଠାରୁ କାର୍ଯ୍ୟକାରୀ ହେଲା। ଦେଖନ୍ତୁ ଆଜ୍ଞା, ପୂର୍ବ ରାଜ୍ୟ ସରକାର ଘୋଷଣା କରିଥିଲେ କିନ୍ତୁ ସେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ, କିନ୍ତୁ ଏ ସରକାରରେ ଆଜିଠାରୁ କାର୍ଯ୍ୟକାରୀ ହେଲା। ତାପରେ 1975 ମସିହାରେ ବେଆଇନ ଭାବରେ ଅନେକ ଲୋକଙ୍କୁ ବନ୍ଦୀ କରି ରଖାଯାଇଥିଲା। ଦେଖନ୍ତୁ ଆଜ୍ଞା, ବେଆଇନ ଭାବରେ 1975 ମସିହାରେ ଅନେକ ଲୋକଙ୍କୁ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବନ୍ଦୀ କରି ରଖାଯାଇଥିଲା, କିନ୍ତୁ ସେମାନେ ଏବେ ବି ବହୁତ କଷ୍ଟରେ ଅଛନ୍ତି। ତାପରେ ପୂର୍ବ ସରକାରଙ୍କ ଅନେକ ଲୋକ ଏଥିରେ ବନ୍ଦୀ ଥିଲେ, ହେଲେ ସେମାନେ କିଛି କଲେନି। ଆମ ସରକାର ଏବେ ସେମାନଙ୍କୁ ସହାୟତା ପ୍ରଦାନ କରିବେ, ଯାହା ନିତ୍ୟାନ୍ତ ଆବଶ୍ୟକତା ଥିଲା। ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଭତ୍ତା ନେବାକୁ ଚାହୁଁନାହାନ୍ତି ସେମାନେ ନ ନେଇ ପାରନ୍ତି, ହେଲେ ସେ ସମୟର ବନ୍ଦୀ ସମସ୍ତଙ୍କୁ ସମ୍ମାନ ଦେବେ ସରକାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଦେଖନ୍ତୁ ଆଜ୍ଞା, ପୂର୍ବ ସରକାରଙ୍କ ଅନେକ ଲୋକ ଏଥିରେ ବନ୍ଦୀ ଥିଲେ, ହେଲେ ସେମାନେ କିଛି କଲେନି। ଆମ ସରକାର ଏବେ ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିବେ ବା 20,000 ଟଙ୍କା ପେନସନ୍ ଆକାରରେ ଦେବେ। ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଭତ୍ତା ନେବାକୁ ଚାହୁଁନାହାନ୍ତି ସେମାନେ ନ ନେଇ ପାରନ୍ତି। ଦେଖନ୍ତୁ ଆଜ୍ଞା, ଯେଉଁମାନେ ଏହି ଭତ୍ତା ନେବାକୁ ନ ଚାହାନ୍ତି ସେମାନେ ଏହି ଭତ୍ତା ନ ନେଇ ପାରନ୍ତି, ହେଲେ ସେ ସମୟର ବନ୍ଦୀ ସମସ୍ତଙ୍କୁ ସମ୍ମାନ ଦେବେ ସରକାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଦେଖନ୍ତୁ ଆଜ୍ଞା, ଆଇନ ମନ୍ତ୍ରୀ ସମସ୍ତଙ୍କୁ ସମ୍ମାନ ଦେବେ ବୋଲି ସରକାର କହିଛନ୍ତି। ତ
ଏହା ଥିଲା ଆଜିର ଛୋଟିଆ ଅପଡେଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଟିକେ ହେଲେ ହେଲ୍ପଫୁଲ୍ ହେଇଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ ସମସ୍ତଙ୍କୁ ସେୟାର କରିବେ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।